ଆଜି ଶୁଣିବା ଉପନ୍ୟାସ ପରଜା। ଉପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 23। ଏଇ ଲୋକଟା ଆଖି ଆଗେ ଆଗେ ସବୁଦିନେ ରହିଛି। ତାର ବାପାର ଜମି ଝିକିଛି, ଭାଇମାନଙ୍କୁ ଗୋତି ରଖିଛି। ଲୋକେ କହନ୍ତି ବଡ଼ ସାହୁକାର ସେ, ଭାରି ପ୍ରତାପୀ। ଯେତେ ସେ ଛିଗୁଲେଇ ବିଗୁଲେଇ ହୋଇ ଲୋକଙ୍କ ସାଙ୍ଗେ ମିଶେ, ସେତେ ଲୋକେ ତାକୁ ଡରନ୍ତି। କିନ୍ତୁ ଜିଲି କେବେ ଏଣିକି ତାକୁ ଡରର ଜିନିଷ ବୋଲି ଭାବି ପାରୁନାହିଁ। ସୁନସାନ ରାତି ଅଧରେ ଚାରିଆଡ଼େ ଯେତେବେଳେ ସୋର ଶବଦ ନଥାଏ, ଗାଁ ବସ୍ତିର ଗୋଟିକିଆ ଘରେ ତାରି ଆଖି ଆଗରେ ଲୋକଟା ଲୋଚାକୋଚା ହୋଇ ନଇଁପଡ଼େ। କୁଆଡ଼େ ଯାଏ ସେତେବେଳେ ତାର ପ୍ରତାପ, ତାର ତେଜ। ସେଦିନ ଜିଲି ଯେତେବେଳେ ଜୋର ଦେଇ କହିଲା ଆସିବା ସମ୍ଭବ ହେବ ନାହିଁ, ଏଣିକି ତା ପାଖରେ ପ୍ରତାପୀ ସାହୁକାର କେଡ଼େ ବିନୟ ହୋଇ ଦେଖାଇ କହିଲା ତୁହାଇ ତୁହାଇ। ତାପରେ ତାର ଗୋଡ଼ ଧରି ପକାଇଲା। ପିଇଥିଲା ଅବଶ୍ୟ ସେତେବେଳେ ସେ ଟିକିଏ। ସେ ମଦ ପିଏ, ଗଞ୍ଜେଇ ଟାଣେ। ସେତେବେଳେ ସେ ଦୁର୍ବଳ ହେଲେ ଜିଲିକୁ ଖୁସି ଲାଗେ। ତେଣୁ ମଦ ଗଞ୍ଜେଇକି ତାର ଜିଲି ଅବଜ୍ଞା କରେ, ଦୟା କରେ। ମୁହଁରେ ଦେଖେଇ ଦେଖେଇ ବିରକ୍ତ ହୁଏ, କିନ୍ତୁ ଘୃଣା କରେ ନାହିଁ। ତାର ସେ ହଂସାଉଡ଼ା ଉତ୍କଣ୍ଠା, ତାର ବିକଳ କଥା, ଯେପରି ସେ ଭିକାରୀଟିଏ ଏତିକିରେ ଜିଲି ତାକୁ ପାଖେ ପାଖେ ପାଏ। ଏତିକି ବେଳେ ତାର ଧନ ଦୌଲତ ଆଉ ସାହୁକାର ହେବା ଗର୍ବ କୁଆଡ଼େ ଲିଭେଇଯାଏ। ଜିଲି ଆଗରେ ସେ ଗୋଟିଏ ମଣିଷ, ଯାହାର ଦଦରା ଅସ୍ତିତ୍ୱ ଦେଖି ମନରେ ଦୟା ଇଚ୍ଛା ହୁଏ ବିକଳା ଲୋକଟାକୁ ଟେକି ଧରି ହେପାଜତ କରିବାକୁ, ତାର ମୁଣ୍ଡ ଚିପି ଦେବାକୁ, ଖଟିଆରେ ଶୁଆଇ ରଖି ବିଞ୍ଚି ଦେବାକୁ। ସୁଖରେ ସେ ଢୁଳେଇ ପଡ଼ୁ। ଏ କବାଟକୁ କିଳି ଦେଇ ଆସୁନୁ। ମଦରେ କଥା ଗୋଳି ହୋଇଯାଏ। କ'ଣ କେତେବେଳେ ବାହାରେ ତା ତୁଣ୍ଡରୁ। ଜାଣୁ, ମୁଁ ତତେ ରାଣୀ କରିବି। ମୋର ଯାହା ଅଛି ସବୁ ତତେ ଲେଖିଦେବି। ଏତେ ରାଇଜ ମୁଁ ଦେଖିଛି, ଏତେ ଲୋକ ଦେଖିଛି, ତୋ ପରି ତ ଆଉ କେହି ନାହିଁ। ଭାବେ ସବୁ କାମଦାମ ଛାଡ଼ି ଏମିତି ପଡ଼ି ରହିଥିବି। ତୁ ଏମିତି ବସି ରହିଥିବୁ, ମୁଁ ତୋ ମୁହଁକୁ ଅନେଇଥିବି। କୋଉ ପରଜା ଲୋକ କ'ଣ ବୁଝନ୍ତା ତୋର ଦାମ? ତୁ ଭାବିଛୁ ତୋର ବାପ, ଭାଇ, ଭଉଣୀ ଏତେ ଲୋକ ଅଛନ୍ତି, ସମସ୍ତେ ତୋତେ ଭଲ ପାଉଛନ୍ତି? ନୁହେଁ, ମିଛ କଥା। ହଜାରେ ବାପ ଭାଇ ଗୋଟାଏ ପାଖେ ମୁଁ। ମୋର ସ୍ନେହ ସେମାନଙ୍କର ହେବ। ତୋ ପାଇଁ ମୁଁ ଗଢ଼ା, ମୋ ପାଇଁ ତୁ, ନହେଲେ ଏ ଗାଁ କିଏ, ମୁଁ କିଏ? କ'ଣ ଧନ ସମ୍ପତ୍ତି ଅଛି ଏ ଗାଁରେ? ମୋ ଗୁହାଳ ଘରେ ଯେତେ ଥିବ ଏଠି ସେତେ ଅଛି ନା? ଅଛୁ ତୁ। ମୋର ସବୁ ସମ୍ପତ୍ତି ତୋରି ପାଇଁ। ସବୁ ତୋ ଗୋଡ଼ ତଳେ ଗଡ଼େଇ ଦେଇ ଯିବି। ତୁ ମତେ ଛାଡ଼ିବୁ ନାହିଁ ତ? କହ, କହୁନୁ ଟିକିଏ, ମୋ ରାଣ ପକା। ମଦୁଆ ଲୋକ ବେଶୀ ବକେ, କିଏ ନ ଜାଣେ। ଆଗେ ଜିଲିକୁ ଭାରି ହସ ମାଡ଼ୁଥିଲା, ଏବେ ଆଉ ହସ ମାଡ଼େ ନାହିଁ। ସେ ମଦୁଆ ଲୋକ ପାଖେ ଅନ୍ଧାରର ନିଳୟରେ ବସି ସାତ ପାଞ୍ଚ ସେ ଭାବିଯାଏ। ଅବସ୍ଥା କିଛି ଫରକ ନୁହେଁ। ଥାନ୍ତା ଗୋଟାଏ ପରଜା ଧାଙ୍ଗଡ଼ା, ନହେଲା ଅଛି ଗୋଟାଏ ଶୁଣ୍ଢି ଟୋକ୍ରା, ଅର୍ଥାତ୍ ଦରବୁଢ଼ା। ପରଜାର ଅର୍ଥବଳ ନଥାନ୍ତା, ଶୁଣ୍ଢିର ଅଛି। ଆଉ କଥାବାର୍ତ୍ତା ସେ ଗୋଟାଏ ଗତର ତଫାତ୍ ଏତିକି। ପରଜା କାମ ବି ଖୋଜନ୍ତା, ସାଙ୍ଗ ବି ଖୋଜନ୍ତା। ଶୁଣ୍ଢି କାମ ଖୋଜେ ନାହିଁ, ସାଙ୍ଗ ଖୋଜେ। ଏଠି ୟା ପାଖେ ସବୁଦିନେ ରହିଯିବା କଥା ସେ ଭାବେ। ଗୋଟାଏ ପାଖେ ଗାଁର ଥଟ୍ଟା ତମସା ଲୋକେ କିଛି ହେଲେ କହିପାରନ୍ତି। ଧାଙ୍ଗଡ଼ା ବସା ଘରେ, ଧାଙ୍ଗଡ଼ା ମହଲରେ ଅଳ୍ପ ଚହଳ ପଡ଼ିବ। କିନ୍ତୁ ସେମାନେ ତ ଗୋତିର ଝିଅ ବୋଲି ତାକୁ ଧରି ନେଇଛନ୍ତି, ପଚାରିବାକୁ କେହି ନାହିଁ। ଆର ପାଖେ ଧୋବଲା ଚୂନ ଘର, ଧନ ଦୌଲତ ଖଦି ଖାଦି। ସ୍ୱାଧୀନ ସେ, ପରଜା ଘର ଝିଅ। ଯେତେବେଳେ ଇଚ୍ଛା ହେବ ରଟ୍ କରି ସମ୍ବନ୍ଧ ଛିଣ୍ଡେଇ ଦେଇ ପାରିବ। ସବୁ ତାର ହାତରେ। 2 ଦିନ ହାଉ ବେଶୀ ଅନିଷ୍ଟ କରିପାରିବ ନାହିଁ। ତଥାପି କାହିଁକି ମନ ମାନେ ନାହିଁ। ଏତେ ବାଟ ଆଗେଇ ଯାଇ କେଉଁଠି ଗୋଟାଏ ତାର ଧାଙ୍ଗଡ଼ି ଗୌରବ ବାଧା ପାଇ ଆସେ। ଜାତି ଅଲଗା ହେଲା ବୋଲି ନୁହେଁ, ସେ ଟୋକ୍ରା। ଯେପରିକି ସେ ଫୁଲବେଶ ହୋଇ ସୁନ୍ଥା ପକେଇ ଭଲ ଖଦି ପିନ୍ଧି ହାତ ହଲେଇ ପଶିଯାଉଛି ଗୋଟାଏ ଅନ୍ଧାରୁଆ କୋଠରୀ ଭିତରକୁ। ମେଲା ବାହା ଦୁଇଟାରେ ବାନ୍ଧି ପକେଇ ଦେଖିଛି ଗୋଟାଏ କଙ୍କାଳ, ସେ ସୁନାରେ ଛାଉଣି ହୋଇଛି। କିନ୍ତୁ କେଡ଼େ ଥଣ୍ଡା ସେ। ତାର ଥଣ୍ଡା ଯେପରି ଆପଣା ଦେହର ସବୁ ଉଷୁମ ନିଭାଇ କାକର କରିଦେଇ ପଶିଯାଉଛି ଛାତି ଭିତରକୁ ବୋଲି। ହାତ ଖୋଲି ନେଇ ପଛକୁ ହଟି ଯାଉଛି ଜିଲି, କିନ୍ତୁ ପଳେଇ ପାରୁନାହିଁ। ଆଖି ବାନ୍ଧି ହୋଇ ରହୁଛି ସେ ସୁନା ତବଜା ଉପରେ। ସେ କାକର, କିନ୍ତୁ ସେ ସୁନା।
ସାହୁକାରର ପାଖରେ ଥାଇ ସାହୁକାରଠୁ ମନଟା ଛଡ଼େଇ ନେଇ ସେ ଆପଣା ଭବିଷ୍ୟତ କଥା ଭାବେ। ଗୁମ୍ ହୋଇ ଶୋଇ ରହିଲା ବେଳେ ଅନ୍ୟମନସ୍କ ହୋଇ ଗୋଟିଏ ସୁଖ ସେ ଗଢ଼ି ଲାଗେ। ସେଥିରେ ଡୋକରାର ଭାଗ ନାହିଁ, ଡୋକରାର ଛାଇ ସେଠି ପଡ଼େ ନାହିଁ। କିନ୍ତୁ ସେଠି ଅଭାବ ନଥାଏ ସାହୁକାରର ଦୟାରୁ। ଖରାପ ଲାଗେ ନାହିଁ। କାଉପରଜା ଗୋଟିଏ ଗରିବ ଗୋତି, ନାଇକର ଗୋତି ସିଏ। ଜିଲି ତାକୁ ହସରେ ଉଡ଼େଇ ଦେଇଛି। ସେ ଜିଲିକୁ ଭୁଲି ପାରେ ନାହିଁ। ଏ ଅବହେଳା ଦ୍ୱାରା ସ୍ପର୍ଶ ଓ ସମ୍ବନ୍ଧ ଖୋଜିବାକୁ ସେ ଯେତେଥର ପାରିଛି, ଏକୁଟିଆ ଜିଲିର ନୋହିଲେ ଦି ଭଉଣୀଙ୍କର ପଛେ ପଛେ ଧାଇଁଛି। ସେ ଜାଣେ ସେ ସୁନ୍ଦର ନୁହେଁ। ସେ ଜଣେ ଧାଙ୍ଗଡ଼ିକୁ ଥଟ୍ଟା କରନ୍ତି। କିନ୍ତୁ ସେ ଗୁପଚୁପିଆ ମଣିଷ। ତୁନିତାନି କେଉଁ ଆନନ୍ଦ ସେ ପାଏ ସେ ଜାଣେ। ସେ ଠିକଣା କରିସାରିଥିଲା ଜିଲିକୁ ସେ ମାଗ୍ଣି କରିବ। ବହୁତ ଦିନ ଚାଲିଗଲା ଝୋଲା ଟଙ୍କା ପାଇଁ କରଜ ସଜିଲି କରିବାକୁ। ଟଙ୍କାର ଆଶା ଦିଶିଲା। ଏତେ ବଡ଼ ଚୁପଚାପ ଲୋକଟାର ଛାତି ପଡ଼ିଲା ଦୁଲ୍ ଦାଲ୍ ଦୁଲ୍ ଦାଲ୍। ଏଥର ଜିଲିକୁ ଦେଖିଲେ ଭାରି ଲାଜ ମାଡ଼େ। କାରଣ ସେ ଜାଣେ ମନେ ମନେ ଯେ ପାଇବା ପାଖ ହୋଇ ଆସିଲା। ଭାରି ଲାଜ ମାଡ଼େ। ଜିଲିର ପାଖେ ପାସେ ନାହିଁ ଲାଜରେ। ବିଲି ଥଟ୍ଟା କରି କରି ପାଣିଘାଟରୁ କୁହାଟ ଛାଡ଼େ। କି କାଉ ଭାଇ, ଆଉ ଯାଉନୁ ଆମ ଆଡ଼େ, ଭୁଲିଗଲୁ କି? କାଉପରଜା ହସି ପକାଏ। ଆପଣଙ୍କୁ ସମ୍ଭାଳିବାକୁ ଯାଇ ବଳଦ ଖେଦି ନେଇ ଦୌଡ଼ି ପଳାଏ। ଆଃ ଚୁ ଆଃ ଚୁ ଟାଟା। ଦିନ କେତେ ଏହିପରି ଲାଜରେ କଟିଗଲା। ତାପରେ ସେ ବାହାରିଥିଲା। ଜିଲି ଚାଲିଯିବା ବାଟରେ ଦି ଆଖିରୁ ସ୍ନେହ ଢାଳି ଦେଇ ସେ ଠିଆ ହୋଇ ରହିଥାଏ। କେଉଁଦିନ ଫୁଲ ଦିଟା, କେଉଁଦିନ କୁକୁଡ଼ା ଡିମ୍ବ ଚାରିଟା ଅଣ୍ଟିରେ ଲୁଚେଇ ନେଇ ସେ ତୁନିତାନି ଠିଆ ହୋଇ ରହିଥାଏ। ଜିଲି ସେ ବାଟେ ଯାଏ। ଅଣ୍ଟିରେ ହାତ ଖୁସୁ ଖୁସୁ ଖୁଜୁବୁଜୁ ହୁଏ। ତୁଣ୍ଡରେ ଏଣୁ ତେଣୁ କୁଶଳ ପ୍ରଶ୍ନ ସେ ପଚାରେ। ହାତ ପଦାକୁ ବାହାରେ ନାହିଁ। ଆଉ ଗାଁ ପାଖ ତଳବଣ ଭିତରୁ ଗୋରୁ ଚୋରଉ ଚୋରଉ କେହି ମଣିଷ ନଥିଲା ବେଳେ ତାକୁ ବାଇ ଲାଗେ। ଭେଣ୍ଡିଆ ହୋଇ ହେଣ୍ଡି ମାରେ। ସେ ଫୁଲ ତୋଳି ଆଣେ, ମୁଣ୍ଡରେ ବାନ୍ଧେ। ବାହାରେ ମୁଣ୍ଡ ରଖି ଉପରକୁ ଅନେଇ ପଥରିଆ ଜଙ୍ଗଲ ଭୂଇଁ ଉପରେ ଶୋଇ ରହି ପୋକଖିଆ ଦାନ୍ତ ବାଟେ ଚିପି ଚିପି ସିଟି ମାରେ। ଗୋଡ଼ ଦିଟା କଚାଡ଼େ। ସାଧନା ଭାଙ୍ଗି ଭାଙ୍ଗି ମୁଣ୍ଡ ଉପରେ ଗୋଡ଼ ଲିଟା ଦିଏ। ଗଡ଼େ ତଳେ ଉଠେ ତାର ଘାଗଡ଼ା ଭଙ୍ଗା ଗଳାକୁ ଆହୁରି ବସେଇ ବସେଇ ବେକ ଫୁଲେଇ ଫୁଲେଇ ଗୀତ ବୋଲେ, ରଡ଼ି ଛାଡ଼େ। ଏ ଜିଲି ଜିଲି ଜିଲି, ତାର ତୋଳୁ କାନେ ଲୁଲି ଲୁଲି ଲୁଲି। ତାର ସାଧନା ସାଙ୍ଗେ ସହାନୁଭୂତି ଦେଖାଇ ଗଛ ଡାହିରୁ ହନୁମନ୍ତ ଡାକନ୍ତି। ଖାକୋକା ଖାକୋକା ଖା। କାଉପରଜା ହସି ହସି ଟେକା ଫୋପାଡ଼େ। ଜୋର ଦେଇ ଗୋଟାକ ପରେ ଗୋଟାଏ ଉଣ୍ଡି ଉଣ୍ଡି ଲାଖ କରି କରି ସେ ଫୋପାଡ଼େ। ଆପଣର ବପୁ ଦେଖି ଆପେ ଖୁସି ଲାଗେ। କାଉପରଜା ଫୁଲର ମୁକୁଟ ନାଇଁ ପାରି କରି ଘୋଡ଼େଇ ଦିଏ। ହା 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 ହା। ବଙ୍କା ଢେମଣା ଗେମଣା କୁଜ ଅସୁନ୍ଦର ସେ। ସେ ଚେତେଇ ହେବାକୁ ଚାହେଁ ନାହିଁ କି ଥମ୍ବିଲା ପାଣିକୁ ଅନାଏ ନାହିଁ। ବିଭା ହେବାର ବୟସ କେଉଁକାଳୁ ତାକୁ ଚିଟା କାଟି ଠକି ଦେଇ ଚାଲିଗଲାଣି। ଖିଆଲ ନାହିଁ। ଅନୁଭୂତିରେ ଖାଲି ଆସନ୍ତା ଜୀବନ। ପରଜା ସବୁଠାରୁ ସୁନ୍ଦରୀ କନ୍ୟା ତା ପାଇଁ ଥୁଆ ହୋଇ ରହିଛି। ତାପରେ ସେ ସଂସାର ପାତିବ। ଲୋକେ ଈର୍ଷା କରିବେ। କରନ୍ତୁ କିଏ ପଚାରେ। ସେ ଯେତେବେଳେ ଆପଣା ବଳର ପରିଚୟ ପାରେ ତାକୁ ଭାରି ଖୁସି ଲାଗେ। ତେଣୁ ବିନା କାରଣରେ ସାନ ବାଛୁରୀର ସିଂହ ଦିଟା ଧରି ସେ ଅଟକାଇ ଦିଏ। ତାକୁ ବହୁତ ଖୁସି ଲାଗେ। ମନ ଖୁସିରେ ସେ ଗୋଟିଏ କନ୍ଦ ବଇଁଶୀ ଯୋଗାଡ଼ କଲା। ସେଥିରେ ଢମଣା ଛାପର ଛାଲ ଛୁଆଣି ହୋଇ। ତେଣୁ 2 ଅଣା ପଇସା ପଡ଼ିଲା। ସେ ଗୋଟାଏ ଆଡ଼ ବଇଁଶୀ। ବଇଁଶୀ ପ୍ରତି ପୂର୍ବେ ତାର କେବେ ମନ ଯାଇ ନଥିଲା। 2 ଅଣା ପଇସାରେ ବଇଁଶୀ ସାଙ୍ଗେ ସାଙ୍ଗେ କନ୍ଧପିଲାଠାରୁ ସେ କେତେ ଗୁଡ଼ିଏ ବଜେଇବା କୌଶଳ ଶୁଣିଗଲା। ଦେଖ, ଏମିତି ଧରିବୁ, ଏମିତି ଆଙ୍ଗୁଠି ଚାପିବୁ, ଏମିତି ଖୋଲିବୁ। ଅସଲ ବଇଁଶୀ ଖାଲି ଫୁଙ୍କିଲେ ବାଜିବ। ନେଇଗଲୁ ତ ପୁଣି କୋଉ ବଣରେ ମୋତେ ବୁଲି ବୁଲି ଖୋଜିବାକୁ ପଡ଼ିବ। କାଉପରଜା ସବୁ ଶିଖିଲା। ଶିଖିଲା ନାହିଁ ଖାଲି ଫୁଙ୍କିବାର କୌଶଳ। କନ୍ଧ ବଇଁଶୀ ପ୍ରାୟ 2 ହାତ ଲମ୍ବ। କାନ୍ଧରୁ ତାର ଆରମ୍ଭ। ଏତେ ବଡ଼ ଯନ୍ତ୍ରର ମୁହଁ ପାଖେ ମୁହଁ ଭିଡ଼ି ଦେଇ ଅତି ଆବେଗରେ ଯେତେବେଳେ ସେ ପ୍ରାଣର କଥା ଢାଳି ଦିଏ, ପବନ ଗୁଡ଼ାକ ଫୁ ଫୁ ହୋଇ କେଉଁ ବାଟେ ଫସ୍କି ପଳାଏ। ଖାଲି ଗୁଡ଼ାଏ ଦୀର୍ଘଶ୍ୱାସ, ହାହାକାର। ସେ ଦବେ ନାହିଁ। ବଜାଳିଙ୍କ ଓଠର ବାଙ୍କ ମନେ ପକେଇ ପକେଇ ନାନା ପ୍ରକାର ମୁହଁ ବିକାର କରି ଓଠକୁ କଣାରେ ଦାବି ଦେଇ ସେ ଫୁଙ୍କେ।
ଛାତି ଛୋଟ ହୋଇ ଆସେ। କାଉପରଚା ନାକକୁ ଫୁଲାଏ, ଓଠକୁ ମୋଡ଼େ, ଭ୍ରୁଲତାକୁ କୁଦ କରି ବୁଦାଳିଆ ବାଳଗୁଡ଼ାକ ମେଞ୍ଚା ମେଞ୍ଚି କରି ପକାଏ। କାନସନ୍ଧିରେ ଝାଳ ଫିଟି ପଡ଼େ, ଓଠରୁ ଲାଳ ବାହାରେ। ସେ ଲାଗିଥାଏ ନିର୍ଜନରେ। ବେଳେ ବେଳେ ବର୍ଷା ଛେଚେ। ଏ ମାସରେ ନୂଆ ଗଢ଼ା ପଡ଼ିଥିବା କୁସୁମ ତେଲ ବୋଳି ହୋଇ କାଉପରଚା କାମକୁ ଯାଇଥାଏ। କୁସୁମ ତେଲ ଦେହକୁ ଗରମ ରଖେ। କାଉପରଚା ବଇଁଶୀର ଅଭ୍ୟାସ ଲଗାଏ। ଖାଲି 2ଟା ପଦ ତାର ଦରକାର, ଝିଲ୍ଲି। ଯେଉଁ କଣାରୁ ଯେଉଁ ପଦାରୁ ତାହା ବାହାରୁଛି ବାହାରୁ। ଗେଣ୍ଡୁ ଫୁଲ, କାଗଜ ଫୁଲ, ଧାଡ଼ି ଫୁଲରେ ବଣଗୋଟାକ ଭର୍ତ୍ତି ହୋଇଯାଇଛି। 5 ଆଙ୍ଗୁଳି ବାଘନଖି ଫୁଲରେ ସଜେଇ ହୋଇ ସରୁ ଡଙ୍କ ଗଜା ଶାଳବୁଦାରେ ଗୁଡ଼େଇ ହୋଇଯାଇଛି। ପବନ ଆଉ ହାଲୁକା ପବନ ଆଉ ବେଳ କାଳର ସେ ଧୁଆପୋଛା ସଫା ନିର୍ମଳ ଆକାଶ ସବୁଥର ଅନୁଭୂତିରେ ସଜା ହୋଇ ରହେ। ତାହାରି ଭିତରେ ବଇଁଶୀର ଦରଖଣ୍ଡିଆ ଫମ୍ପା ବୋବାଳି। ସବୁରି ଅର୍ଥ ଗୋଟାଏ ଆଡ଼କୁ ମୁହେଁ। ସଞ୍ଜ ବୁଡ଼େ। ଗୋରୁପଲ ଧରି ଯେତେବେଳେ ଗାଁକୁ ସେ ଲେଉଟି ଆସେ, ଆଣ୍ଠୁ ବୁଡ଼ି ଯାଉଥିବା ଗୋବର କାଦୁଅର ଦଲ ଦଲାଉଥିବା ବାଟରେ, ଘର ଘର ପାଖେ ଉତୁରି ପଡ଼ୁଥିବା ଗୋବର ଖାତ, ଗୋବର ଗରମୁତାର ଗନ୍ଧ, ଘର ଛାତର ଫୁଲ ଭର୍ତ୍ତି, କଷି ଭର୍ତ୍ତି, ଲାଉ କଖାରୁ, ଜହ୍ନି, ଶିମର ଲଟାର ଜାଲ, ସବୁ ତା ମନର ପୂର୍ଣ୍ଣତା ଆଣେ। ଯାହା ସେ ନ ପାଇଛି ତାକୁ ପାଇଛି ବୋଲି ଧରିନେଇ ତାର କୁତ୍ସିତ ଆବରଣ ଭିତରେ ମନରେ ପଡ଼େ ଚାନ୍ଦିନୀ ନାତି, ନିର୍ମଳ ଜହ୍ନ, ଦୂରରେ ଆଗ ଛିକ୍ ଛିକ୍ ଧାଡ଼ି ଧାଡ଼ି ଦେବଦାରୁର ଥରିଲା ଥରିଲା ଛାଇ, ମଧୁମାଳତୀର ସରୁ ବାସ୍ନା। କେତେଦିନ ଆପଣା ଭୁଲା ହୋଇ ଚାଲିଗଲା। ତାପରେ ସେ ସ୍ମରଣ ବାଟରୁ କୀର୍ତ୍ତନ ବାଟକୁ ଗଡ଼ି ପଡ଼ିଲା। ବିଲି ସାଙ୍ଗେ, ନନ୍ଦିବାଲି ସାଙ୍ଗେ, ଘରେ ମା ବୁଢ଼ୀ ସାଙ୍ଗେ, କେହି ନଥିଲା ବେଳେ କନ୍ଧ ବଇଁଶୀ ସାଙ୍ଗେ ଚର୍ଚ୍ଚା ଲଗେଇଦେଲା ଖାଲି ଝିଲି ବିଷୟରେ। ନନ୍ଦିବାଲି ନ ଶୁଣିଲା ପରି ବାଟେ ବାଟେ ଟାଙ୍ଗି କୋଡ଼୍କି ଧରି ଚାଲିଯାଏ। ବିଲି ଥଟ୍ଟା କରେ, ମା ବୁଢ଼ୀ ଚିଡ଼ଚିଡ଼ି କରେ, କହେ ସେଇଆ ସେଇଆ ହଉଛୁ, ଆଜ ହୁଁ ଏତେ, ପଛେ ସତକୁ ସତ ବୋହୂ ଆଣିଲେ ମୋତେ ପଚାରିବାକୁ ତୋତେ ତର ମିଳିବ ନାହିଁ ବୋଧେ। ବଇଁଶୀ ଗୋଳମାଳ କରେ। ଗୋଟାଏ କିଛି କେକ୍ କା ହଉ ନ ହଉଣୁ ବଇଁଶୀ ତା ଓଠରୁ ତଳକୁ ଖସିଯାଏ। ପୁଣି ଜାଗାଟା ଖୋଜି ବାହାରକୁ କରିବାକୁ ବହୁତ ସମୟ ଲାଗେ। କଟେ ତାର ଏକରକମ। କିନ୍ତୁ ସତକୁ ସତ ଯେତେବେଳେ ଅନ୍ଧାର ଯାଇ ଆସେ, ଝିଲି ଝିଲି ଜହ୍ନ ରାତି, ନିଦ ମାଡ଼େ ନାହିଁ। ଇଚ୍ଛା ହୁଏ ଟିକିଏ ଯଦି କେଉଁ ନିଛାଟିଆ ଜାଗାରେ ଫୁସ୍ଫୁସ୍ କଥା ହୁଅନ୍ତା। ଦେହଟା ଚଞ୍ଚଳ ହୁଏ, ଅସ୍ଥିର ଲାଗେ। କାଉପରଚା ଉଚ୍ଛ୍ୱାସରେ ବାହାରି ପଡ଼େ ପଦାକୁ। ଗୋଟାଏ ବହଳ ଗେମେଣା ବଙ୍କା ଛାଏ, ଯେପରିକି କେଉଁ ଅଦେଖା ଓଜନ ବୋହି ବଙ୍କେଇ ପଡ଼ିଛି। ଧୀରେ ଧୀରେ ବୁଲି ଆସେ ସେ ଗାଁ ଚାରିପାଖେ, ଥରେ 2 ଥର 3 ଥର। ତାପରେ ଚୋର ପରି ଠିଆ ହୋଇ ରହେ ଧାଙ୍ଗଡ଼ି ବସା ଘରେ ଆଗରେ। ତାର ବିଶ୍ୱାସ ଝିଲି ଥିବ ସେଠି। କିଏରେ ସେଠି? ମୁତେ ଉଠି କେଉଁ ଟୋକୀ ପଚାରେ। ମୁଇଁବେ ନୁନି। ସେଠିଟାରେ କାହିଁକି ଠିଆ ହୋଇଛୁ କାଉ ଭାଇ? ଏମିତି ଡରିଲି, ଚମକି ପଡ଼ିଲି। ନୁନି ଗୁଣୁ ଗୁଣୁ ଗୀତ ବୋଲି ବୋଲି ପିଣ୍ଡାକୁ ଉଠିଗଲା। ମିଛ ବୁଝୁଛୁ। ହେରଇ ଦେଖୁନୁ, ଆସି ଦେହ ଗୋଟାକ ମୋର କେମିତି ଥରୁଛି। ସେଠିଟା କାହିଁକି ଠିଆ ହେଇଛୁ? ଶୀତ ଲାଗୁନାହିଁ? ଆସୁନୁ ଉପରକୁ ନିଆଁ ଟିକିଏ କରି ସେକି ହେବା। ନାଇଁ ବେ ନୁନି, ଡର ନାହିଁ ମୁଇଁ ଏମିତି ବୁଲୁଥିଲି ବା। ଜହ୍ନରାତିରେ ଓଦା ଭୂଇଁରୁ କୁହୁଡ଼ି ଉଠୁଥାଏ ଅନର୍ଯ୍ୟାପ୍ୟ। କାଉପରଚା ସେଇ ଧୂଆଁ ଭିତରେ ପଶିଯାଏ। ପଛରୁ ନୁନିର ଖିଲିଖିଲି ହସ ଶୁଭେ। କେତେଥର ଏମିତି ଧାଙ୍ଗଡ଼ି ବସା ଘରୁ ନିରାଶ ହେଇ ଫେରି କାଉପରଚା ଠିକ୍ କଲା, ଝିଲି ଘରେ ଶୋଉଥିବା ବାପା ପାଖେ ମନ ହୁଏ ଦେଖିଯିବାକୁ। ପୁଣି ଭାବେ ସେ କଥା ଠିକ୍ ହେବ ନାହିଁ। ନନ୍ଦିବାଲି, ବିଲି, ବୁଢ଼ା, ସାଇପଡ଼ିଶା କ'ଣ ବୋଲି ସେ କହିବ କିଏ ପଚାରିଲେ? ଝିଲି ମନେ ପଡ଼େ, ଜବାବ ପାଏ ନାହିଁ। ଏହିପରି ରାତିଏ ପୁନେଇ ପାଖ ହେବ ପରା। ବୁଲୁ ବୁଲୁ ଗୋଡ଼ 2ଟା ଆପେ ଆପେ ପଡ଼ି ପଡ଼ିକା ଚାଲିଗଲା ଶୁକ୍ରଚାନୀ ଘରକୁ। ପଦାରେ ଗୋଟାଏ ପାଖ ଘରର ଛାଇ ତଳେ କାଉପରଚା ତୁନି ହୋଇ ବସିଲା। କଷ୍ଟ ବାଧିଲା ନାହିଁ। ଭାବିଲା, ଏଇ ସେ ଘର ଭିତରେ। ସବୁ ଶୁଭ ଇଚ୍ଛା, ସବୁ ସ୍ନେହ ମିଶାଇ ସେଇ ଘର ଉପରେ ବିଞ୍ଚି ଦେଇଗଲା। ଇଚ୍ଛା ହେଲା, ବାହାରନ୍ତା ନାହିଁ ସେ। ଭାବୁ ଭାବୁ ବେଳ କଟିଗଲା। ପଛେଇ ପଛେଇ ଲମ୍ବା ଲମ୍ବା ଛାଇଗୁଡ଼ାକ ଘର ଆଗରେ ଛାଡ଼ି ଛାଡ଼ିକା ଧାଡ଼ି ହୋଇ ପଡ଼ିଯାଇଛି। କେତେ ଅନ୍ଧାର ସେଠି, ସୁନସାନ ଚାରିଆଡ଼। ତାର ଦମ ଅଟକେଇ ଝାଳ ଫିଟେଇ ଦେଇ ସେ ଆଗ ଘରର କବାଟ ଫିଟିଗଲା। ବାହାରିଲା ଝିଲି। ଦେହର ଗଢ଼ଣରୁ ଖାଲି ଚୌକସି ଆକାଶରୁ
ଆକାରର ଚିହ୍ନି ହେଉଛି ସେ ଝିଲି, ବିଲି ନୁହେଁ। ପ୍ରାଣ ଗୋଟାକ ଆଖିରେ ଅଜାଡ଼ି ଦେଇ କାଉପରଜା ସେଇ ଚେହେରାକୁ ଖୋସି ନେବାକୁ ମନେ କଲା। ଝିଲି ଟିକିଏ ଠିଆ ହେଲା, ଚାରିପାଖକୁ ଅନେଇଲା, ତାପରେ ଘୋରି ପୋରି ହୋଇ ପଡ଼ି ତରତର ହୋଇ ଦାଣ୍ଡେ ଦାଣ୍ଡେ ଚାଲିଗଲା। କାଉପରଜା ଆଶ୍ଚର୍ଯ୍ୟ ହେଲା। ନିଦ ବାଉଳାରେ ଲୋକେ ଚାଲିଯାଆନ୍ତି ସେ ଶୁଣିଛି। ଏ କିମିଆ କରା ଜହ୍ନରାତିରେ କେତେ ଲୋକଙ୍କୁ ଭୂତ ଉଠେଇ ନେଇ ଭୁଆଁ ବୁଲାଏ। ଚାରିଆଡ଼େ ଖାଁ ଖାଁ। ଝିଲି ଚାଲିଛି। ଭାବିଲା ଡାକିବ, ପୁଣି ତଣ୍ଟି ବନ୍ଦ ହୋଇ ଆସିଲା। କାଲି ସକାଳେ ସେ ଦିଶାରୀକୁ ପଚାରିବ। ଆଜି ରାତିରେ କାଉପରଜା ସେଡ଼େ ସାହସୀ ନୁହେଁ। ଛାଡ଼ିଦେଇ ଘରକୁ ଲେଉଟିଯିବ। ଗୋଡ଼ ଦିଟା ପଛକୁ ଘୋଷାରି ହେଉଛି। କିନ୍ତୁ ସେ ଦେଖିଛି ଝିଲିକୁ ସେ ଏକୁଟିଆ ଛାଡ଼ି ଦେଇଯିବ। ଛି! କାଉପରଜା ଦୂରରେ ରହି ରହି ଡରି ଡରିକା ଚାଲିଲା ଝିଲି ପଛେ ପଛେ। ଆଖିଏ ରଖିଛି, ଭଲ ମନ୍ଦ ହେଲେ ସେ ବି ଆଗୋସାର ହେବ। ଝିଲିକୁ ଏକୁଟିଆ ଛାଡ଼ିଦେବ ନାହିଁ। ଭୂତ ତାକୁ ବି ଖାଇବ। ଆଉ ଖାଉ, ତା ବୋଲି ଝିଲିକୁ ଏକୁଟିଆ। କେଡ଼େ ସୁନସାନ! ଓଃ, କ'ଣ ଗୋଟାଏ ଚଢ଼େଇ ବୋବଉଛି। କେଡ଼େ ଖରାପ! ବିଲୁଆ ବୋବେଇଲେ ସେ କ'ଣ ସ୍ୱପ୍ନ ଦେଖୁଛି? ଓଦା ପଚ ପଚ ଦିପାଖେ ବେଙ୍ଗ ବୋବାଳି ଖାଲି ଝିଁ ଝିଁ ଆଉ କରଡ଼ କରଡ଼। ଝିଲି ଆଗେ ଆଗେ ଚଞ୍ଚଳ ଚଞ୍ଚଳ ଚାଲିଛି। ଧାଙ୍ଗଡ଼ା ବସାଘର ହେଲା ଗୋଟିକିଆ ଟୁଙ୍ଗିଟା। ସାହୁକାରଟା ଏଠି ରହୁଛି ନା? ଏଇ ତ ତାର ବସା। ଝିଲି କବାଟରେ 3 ଥର ପିଟିଲା। କବାଟ ଖୋଲିଗଲା। ଝିଲି ପଶିଲା। କବାଟ ବନ୍ଦ ହେଲା। ଓଃ, ଟାଙ୍ଗିଆ ନାହିଁ, ହାତରେ ବାଡ଼ି ଖଣ୍ଡେ ବି ନାହିଁ। 2 କଦମ ପାଖେଇ ଗଲା। କବାଟରେ ଦବ ସେ ଧକ୍କାଏ। ଯାଉ, କି ଦରକାର ତାର? କିଏ ସେ ଏଠି? ତାର ଚେପ୍ଟା ମୁହଁ, ମୋଟା ଓଠ ଗାର ଗାର ହୋଇ କେମିତି ନେମ୍ଫେଡ଼େଇ ହୋଇଗଲା। ତଣ୍ଟିରୁ କ'ଣ ଉଠି ଆସୁଛି ଆଖିକୁ। ଆହୁରି ନୋଚାକୋଚା ହୋଇ ସେ ଗେମେଣା ଛାଇଟା ଜହ୍ନ ଆଲୁଅରେ ଗୋଟାଏ ବିରାଟ ବେଙ୍ଗ ପରି ଧୀରେ ଧୀରେ ଅଟକି ଲେଉଟିଗଲା। ଯେଉଁ ବାଟେ ଆସିଥିଲା ସେଇ ବାଟେ। ତହିଁଆର ଦିନ ସକାଳେ ତୋର ଝିଅ ଝିଲି ରାତି ରାତି ଚାଲିଯାଉଛି ଧାଙ୍ଗଡ଼ା ବସା ଘରକୁ। ସେଠି ଶୁଣ୍ଢି ସାହୁକାର ବସା କରିଛି। କହିଦେଇ କାଉପରଜା ଚାଲି ଯାଉଥିଲା ବାଟେ ବାଟେ। ସେ ବେଶୀ କହେ ନାହିଁ। ତାର ସବୁ ରାଗ, ସବୁ ଘୃଣା ଏତିକି କଥାରେ କେତେ ଚଞ୍ଚଳ ସେ ଛିଣ୍ଡେଇ ଦେବ ଆଉ ଚାଲିଯାଇ ଆତ୍ମରକ୍ଷା କରିବ। ବୁଢ଼ା ଲେଉଟି ପଡ଼ି ପଛେ ପଛେ ମାଡ଼ିଗଲା। କ'ଣ କହିଲୁ? କାଉପରଜା ଶୁଣିଲା ନାହିଁ। କ'ଣ କହିଲୁ? ଶୁକ୍ରଜାନୀ ତାର ହାତ ଧରି ପକାଇଲା। ବଡ଼ ଉଦାସ ଭାବେ କାଉପରଜା କହିଲା, ଯା, ଘରକୁ ଯା, ମୋର କାମ ଅଛି। ତାର ଆଖି ଭିତରୁ କଟମଟ କରି ଅନେଇ ପୁଣି ଥରେ ବୁଢ଼ା ପଚାରିଲା, କ'ଣଟା ତୁ କହିଲୁ? ଯାହା ଦେଖିଲି ତାହା କହିଲି। ସାହୁକାରକୁ ପଚାର, ତୋ ଝିଅକୁ ପଚାର। ଖୁବ୍ ଅଭିମାନରେ କାଉପରଜା ଚାଲିଗଲା। କେତେ କାମ ଆହୁରି ବାକି ଯେ। ଖୁବ୍ ଅଭିମାନରେ କାଉପରଜା ଚାଲିଗଲା। କରଜ ଯୋଗାଡ଼ ହୋଇଥିଲା, ଆଉ କାହିଁକି? ମନା କରିଦେଇ ଆସିବାକୁ ପଡ଼ିବ। ଆଉ ସାନ ବଡ଼ ହୋଇ ଯେତେ ଆୟୋଜନ, ଯାହା ଖାଲି ତାର ମନେ ମନେ ଥିଲା, ସେଥିରେ ସମାପ୍ତିର ଡୋର ବାନ୍ଧିବାକୁ ପଡ଼ିବ। ଯା। ଏପର୍ଯ୍ୟନ୍ତ କଥାଟା ସେ ମନେ ମନେ ରଖିଥିଲା। ରାତିଯାକ ଖାଲି କସରା ପଡ଼େ ନାହିଁ, କିନ୍ତୁ ଥରେ କହିଦେଇ ଆସିଲା ପରେ ମନ ଭିତରୁ ଯେପରିକି ଅଧେ ତାତି ତାର ଚାଲିଯାଇ ସାରିଥିଲା। ଏଣିକି ଆହୁରି କହିବାକୁ ଇଚ୍ଛା, ଆହୁରି ଯହିଁରେ ତାର ମନ ହାଲୁକା ହୋଇ ଆସିବ। ସେ ଦିଅଁ ଗଢ଼ୁଥିଲା। ଯେତେ ସମ୍ଭବ ଫୁଲ, ଧୂପ, ଭୋଗରାଗ ଅଜାଡ଼ି ଦେଇ ଫତୁରି ଦେଇଥିଲା। ଏବେ ବିସର୍ଜନ। ଯେତେ ଚଞ୍ଚଳ ପାରେ ସେତେ ଚଞ୍ଚଳ। ଧ୍ୱଂସର ହିଂସା, ସୃଜନର ଦୁଃଖକୁ ଗୁଣ୍ଡାଗୁଣ୍ଡି କରି ଉଡ଼େଇ ଦେବାକୁ ଚାହେଁ। କାରଣ ସେ ମଣିଷ। ଝିଲିର ମୁହଁ ସେ ଦେଖିବ ନାହିଁ। ସାହୁକାରକୁ ଦେଖନ୍ତା। କିନ୍ତୁ ଗହୀର ମନରେ ତାର ବଂଶ ପରମ୍ପରାର ଭୟର ରୂପ ହିତାହିତ ଜ୍ଞାନ ଆଉ ଦର୍ଶନଶାସ୍ତ୍ରର ସୂତ୍ର ପରି ଗୁନ୍ଥି ହୋଇ ପ୍ରାଣକୁ ବୁଝାଏ। କି ଦରକାର? ସାହୁକାର ଅଧିକାରୀଙ୍କର ବନ୍ଧୁ। କେତେ ଟଙ୍କା ସୁନା ଅଛି ତା ପାଖରେ? ଇରେ ବାପା, ଇରେ ବାପ, ଇରେ ବାପା। ସେ ପାହାଡ଼ ମୁଣ୍ଡ ପିଟି କିଛି ଫଳ ନାହିଁ। ଚାପୁଡ଼ାଖିଆ ଅଭିମାନୀ ପିଲାଟି ପରି କାଉପରଜା ମୁହଁ ଘୁମେଇ ଚାରିଆଡ଼େ କହି କହି ବୁଲିଲା। ଲୋକେ ହସାହସି ହେଲେ। ଲୋକେ ମନ୍ତ୍ରଣା କଲେ। ଏତେ ଦିନକେ ରହସ୍ୟ ଫିଟିଛି। ଏ ତାକୁ, ସେ ୟାକୁ କୁହାକୁହି ହୋଇ ତୁଣ୍ଡ ବାଇତରେ ଗାଁ ଗୋଟାକ ସମସ୍ତେ ଜାଣିନେଲେ। ଶୁକ୍ରଜାନୀ ଗମ୍ଭୀର ହୋଇ ଘରକୁ ଫେରିଲା। ଡାକିଲା, ଝିଲି। ଝିଲି ଘରେ ନାହିଁ। ପିଣ୍ଡା ଉପରେ ହୁଙ୍କା ପରି ବୁଢ଼ା ବସି ରହିଲା। ଆଖିରେ ନାଲି ଦେଖୁଛି, ମୁଣ୍ଡ ବୁଲେଇ ଦେଉଛି। କେତେ ଦିନର କେତେ କଥା ମନେ ପଡ଼ିଯାଉଛି ତାର।
ଭଲମନ୍ଦ କିଛି ସେ ବୁଝେ ନାହିଁ। ବୁଝେ ଇଜ୍ଜତ, ବୁଝେ ବାପ ପ୍ରତି ସନ୍ତାନମାନଙ୍କର କର୍ତ୍ତବ୍ୟ, ବୁଝେ ସରଳ ସଫା ସଫା ସତ କଥା। ହଁ, ଏ ଦେଶରେ ଏପରି ଅଛି ଯେ ଯାହାକୁ ମନ କଲା ତାକୁ ଯିବ, ସେ ଯିବାଟା ହିଁ ବିବାହ। କିନ୍ତୁ ପରଜା ଝିଅ ଶୁଣ୍ଢିକୁ ବିବାହ ହେବା ବେଆଇନ ନ ହେଲେ ବି ବଡ଼ ଅପ୍ରାକୃତ। ଗାଁ ଲୋକେ କ'ଣ କହିବେ? ଏଇ ଲୁଚାଚୋରା, ଛି ଛି। ଆଉ ଶୁଣ୍ଢି ବୋଲି ଶୁଣ୍ଢି, ଏକଦମ ସାହୁକାର। ସେ ଭୂମି ଉପରେ କମଳା ତୋଟା ପୋତିଲାଣି, ପୁଅ ଦୁଇଟାଙ୍କୁ ଖଟେଇ ଖଟେଇ ମାରୁଛି। ଆଉ ତାର ଚରିତ୍ର, ଛି ଛି, ଛେପ ପକାଇବାକୁ ମନ ହୁଏ। ତାର ମାଇକିନା ଅଛି, ପିଲା ଅଛନ୍ତି, ଦରବୁଢ଼ାଟା ସେ। କେଡ଼େ ଲଜ୍ଜା କଥାଟା। ଏ ଲୁଙ୍ଗୁଡ଼ା ଦୁନିଆ ଦରବୁଢ଼ାଟା ଆଡ଼କୁ ଢଳି ପଡ଼ିଲା ତାର ଝିଲି। ଛି ଛି, ଆଜି ତାର ବଳ ହଟିଯାଇଛି। ସମାନ ଖାଦି ନାହିଁ, ମନ ଭିତରେ ଯାବତ ଦୁଶ୍ଚିନ୍ତା। ଆଗ ଦିନ ପରି ହୋଇଥିଲେ ଟାଙ୍ଗିଆରେ ଏକାଚୋଟେ ତାର ମୁଣ୍ଡଟା ଛିଣ୍ଡି ତଳେ ଗଡ଼ାନ୍ତା। ଠିକଣା ବ୍ୟବହାରକୁ ଠିକଣା ଶାସ୍ତି। ତାର ବାପ ମନରେ ସନ୍ଦେହ ହେଲା, ତାର ଝିଲି କେବେ ଏପରି ହୋଇପାରେ? ଜମାନ କଥା ମନେ ପଡ଼ିଲା, ଯେଉଁଠୁ ତାର ଦୁର୍ଦ୍ଦଶା ଆରମ୍ଭ। ସେତେବେଳେ ଝିଲି ହଟା କରି ନଥିଲା। ନାଇକର ଗୋତି ମାଡ଼ ଖାଇଥିଲା ରାତିରେ ଡାକି ଆସି। ସେହି ଝିଲି ବଦଳି ଯାଇଥିବା କ'ଣ ସମ୍ଭବ? କାଉପରଜା ମିଛ କହିଥିବ ବା କ'ଣ ଦେଖି କାଳେ ସେ କ'ଣ କହିଥିବ। ବେଳ ଯେଉଁ ଗଲା ବୁଢ଼ାର ସନ୍ଦେହ ବଢ଼ିଲା। କିନ୍ତୁ ଖରାପ କଥାର ଲକ୍ଷଣ ଏପରି, ଶୁଣିଲା ମାତ୍ରେ ବିଶ୍ୱାସ କରିବାକୁ ମନେ ହୁଏ। ବୁଢ଼ାର ମନ ପ୍ରମାଣ ଖୋଜିଲା। ଯଦି ସତ ହୁଏ, ନାଇକ ଆସି ଡାକିବ, ପଞ୍ଚାୟତି ବସିବ ଓ ସେଠିକି ତଲବ ହେବେ ସେ ଆଉ ତାର ଝିଅ। କେଡ଼େ ଅପମାନ ସେ! ତାପରେ ଜୋରିମାନା ଆଉ ଲୋକେ ଯେଉଁ ବ୍ୟବସ୍ଥା କରିବେ ତା ଦିଶିଗଲା। ଏକୁଟିଆ ଗୋଟାଏ ପାଖେ ସେ, ଆର ପାଖେ ତାର ସମାଜ, ସେଠି ପରଜାଗାର ସବୁ ଲୋକେ। ଏକାଠି ଦଳ ବାନ୍ଧି ଛକି ବସିଛନ୍ତି ବୁଦା ଜଙ୍ଗଲ ଉହାଡ଼ରେ। ଏକାଥରକେ କୁଦା ମାରି କେଣ୍ଟା କେଣ୍ଟା କରି ଖାଇଯିବେ। ବିପଦ ଉପରେ ବିପଦ। ସତେ ତ, କେଉଁଦିନୁ ଆପଣା ଘରେ ଆପେ କୁଣିଆ ହେଲା ପରି ସେ ଚଳି ଆସୁଛି। ମନରେ ସୁଖ ନାହିଁ, ସବୁ ଅଜାଡ଼ି ଦେଇ ବସିଛି ଦିଟା ଝିଅଙ୍କ ଉପରେ। ଖାଲି ଅନ୍ଦାଜରେ ସେ ଭାଗୀ, ଆଉ କେଉଁଥିରେ ନୁହେଁ। କୁଣିଆ ହୋଇ ସେ ଘର ସଂସାରଟାକୁ ଛାଡ଼ି ଦେଇଛି। ମନ ଇଚ୍ଛା ଗଡ଼ି ଗଡ଼ିକା ସବୁ ଯାଉଛି ଚୁଲିକୁ। ଶୁକ୍ରୁଜାନି ଭାବି ଭାବିକା ଘର ଭିତରେ ପଶିଲା। ଗୋଟାଏ ଖିଆଲରେ ଝିଲିର ପେଡ଼ି ତଲାସିଲା। ଗୋଟାଏ ବନ୍ଦ, ଆରଟା ଖୋଲା ପଡ଼ିଯାଇଛି। କୁଞ୍ଚି ପଡ଼ିନାହିଁ। ସେଥିରେ ନୂଆ ନୂଆ ଲୁଗାପଟା 3 ଖଣ୍ଡ। ଭାଙ୍ଗ ଖୋଲି ନାହିଁ। ଏ ଲୁଗା ସେ କେବେ ଦେଖି ନଥିଲା। ସାନ ବୋତଲ ଟିକକରେ କ'ଣ ନାଲି ତେଲ ଟିକିଏ ନାକରେ ମାରିଲାରୁ ବାସୁଛି ସାବୁନ 2 ଖଣ୍ଡ। ସବୁ ନୂଆ, ଯାହା ସେ ଆଗରୁ କେବେ ଦେଖିନାହିଁ। ଶୁକ୍ରଜାନି ଭେଟଣା ହେଲା। ଠିଆ ହେଇ ଅନେଇ ରହିଲା। ପେଡ଼ିର ଜିନିଷପତ୍ର ଅତୁଡ଼ା ହୋଇ ତଳେ ଗଡ଼ୁଛି। ଦୁଇ ହାତରେ ପୁରୁପୁରୁ କରି ମୁଣ୍ଡରୁ ନୁଖୁରା ବାଳ ଓଟାରିଲା। ଛାତିରେ ପିଟି ହେଲା। ଭାବିବାକୁ ଚେଷ୍ଟା କଲା। ଏହିପରି ସେ ଠିଆ ହୋଇ ରହିଥିଲା ବେଳେ ଝିଲି ଆସିଲା। ନଈରୁ ଗାଧୋଇ ପାଧୋଇ ଆସିଛି, କିଛି ସେ ଜାଣେ ନାହିଁ। ହଳି ଦୋହଲି ଖୁସି ହୋଇ ସେ ଚାଲି ଆସିଛି। ଗୋଟାଏ ପାହୁଣ୍ଡ ପକେଇ ଥକା ହୋଇ ସେ ଠିଆ ହୋଇ ରହିଲା। ବୁଢ଼ା ଥରି ଥରିକା ଚିଡ଼ଚିଡ଼ାଇ ଉଠିଲା। ଝିଲି! ମୁଣ୍ଡ ଉଞ୍ଚେଇ ଗର୍ଜନ କରି ସେ କହିଲା, ତୁ ଏ ସାହୁକାର ସାଙ୍ଗେ? ଝିଲିର ଛାତି ଉଠିଲା ପଡ଼ିଲା। ଆଖିର ଚାହାଣୀ ଅସ୍ୱାଭାବିକ ହୋଇ ଚହଲି ଗଲା ଚାରିଆଡ଼େ, ଯେପରି ଗୋଟାଏ ନିଆଁ ଜଳି ଜଳିକା ନିଭି ଯାଉଛି। ସବୁ ସେ ଦେଖିନେଲା, ବୁଝିପାରିଲା। ପବନ ମେଘରେ ଧାଇଁ ପଳେଇଗଲା ସେଠୁ। ବୁଢ଼ା ପାଟି କଲା, ଯା, ତୁ ଯା, ମୁହଁ ଦେଖାନା ଏଠି। ଏଥର ଆସିଲେ? ଝିଲି ଅଦୃଶ୍ୟ ହୋଇ ସାରିଥିଲା। ଶୁକ୍ରପରଜା ପିଣ୍ଡାକୁ ଆସିଲା। ଭାବିଲା ଯିବ ସେ ସାହୁକାର ପାଖକୁ। ପୁଣି ମନକୁ ମନକ ବକି ହେଲା, ନା, ଏମିତି ନୁହେଁ, ସମସ୍ତେ ଆସନ୍ତୁ। ଗୋଡ଼ ଲମ୍ବେଇ ପିଣ୍ଡାରେ ବସିଲା। ଜଳନ୍ତା ପିକା ତୁଣ୍ଡରେ ମାରିଦେଇ ଖାଲି ଛେପ ପକେଇ ଥୁ 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 ଥୁ। ବିଲି ନନ୍ଦିବାଲି କ୍ଷେତକୁ ଯାଇଥାନ୍ତି। ହେଇ ମୁଣ୍ଡେ ବେଳ ପାଖ ହୋଇ ଆସିଲା। ଗାଁର ସମସ୍ତେ ଫେରିବେ ଏଥର। ଓଃ, କେଡ଼େ ଖରା! ସାହି ଭିତରୁ ଖାଲି ପିଲାଙ୍କ ପାଟି। ମକାଟିଏ କାକୁଡ଼ିଟିଏ ଚୋବେଇ ଚୋବେଇ ପିଲାଗୁଡ଼ିଏ ବୁଲୁଛନ୍ତି। ପ୍ରଜାପତି ଉଡ଼ୁଛନ୍ତି ଅସଂଖ୍ୟ। ପିଲାଏ ଗୋଡ଼ାଉଛନ୍ତି। ଚିକ୍ ଚିକ୍ ସବୁଜା ଘାସ ଉପରେ ଖରା ନିଆଁ ଢାଳି ଦେଉଛି। ସାନ ସାନ ଛୁଆ ପଲେ ପଲେ ଧରି ମାଇ କୁକୁଡ଼ା ଗୁଡ଼ାଏ ଏଠୁ ସେଠିକୁ ସେଠୁ ଏଠିକି ଖୁମ୍ପି ଖାମ୍ପିକା ଧାଇଁଛନ୍ତି। କାହା ଗୁହାଳରୁ କଳା ବାଛୁରୀଟାଏ ରଡ଼ି ଛାଡ଼ିଛି। ଓଃ, ଖରା! କେଡ଼େ ରଞ୍ଜାଳିଆ ଅଦିନିଆ ଖରା! ଆଉ ଧୁଙ୍ଗିଆ ଗୁଡ଼ାକ ଖାଲି ପିତା। ଛି ଛି, ଥୁ ଥୁ। ତେବେ ଏହିଠାରେ ଶେଷ ହେଲା
ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ପରଜାର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।